এই ବର୍ଷ ଆମର ଇଣ୍ଡୋନେସିଆରୁ ଏଇଟା ଆସିଛି ଜଲପରି ଦୃଶ୍ୟ ମାନେ ଆମର 2023ରେ ତ ଆସିଥିଲା ଆମର ମାଛ ଆପଣ ଦେଖିଥିବେ 2023ରେ ଲାଗିଥିଲା ସେଇଭଳିଆ ଏବେ ଏମିତି ସେମିତି ଗୋଟେ ଜଲପରି ଆମେ ଏମିତି ବହୁତ ଗୁଡ଼େ ଲୋକ କହନ୍ତି କିଛି ମାନେ ଦେଖିବା ପୂର୍ବରୁ ଇଣ୍ଟରେଷ୍ଟ ଲାଗେ ତବେ ଦେଖି ସାରିଲା ପରେ ଲାଷ୍ଟକୁ ଏମିତି କହନ୍ତି ଆଜ୍ଞା ଭୋକ କଲା ଟାଇମରେ ଯୋଉଟା ଦେଲେ ଖାଇଦିଅନ୍ତି ଯେମିତି ଭୋକ ଟାଇମରେ ଯାହା ହେଲେ ମୋତେ ଖାଇଦିଅନ୍ତି ଭୋକ ସରିଲା ପରେ ଖର୍ଚ୍ଚକୁ ଦେଖିଲା ବେଳକୁ ଆମର ପଇସାଟା କିଛି ଅଧିକ ନାହିଁ ଆଜ୍ଞା ଆଉ ଗୋଟେ କଥା କଣ ଏ ଯୋଉ ଭିତରେ ପଶୁଛନ୍ତି ଟାଇମରେ ବାହାରିବାର ନାହିଁ ଲାଭ ତ ଲସ୍ ତ କିଛି ଏବେ କହିହବନି ଯେତିକି ଖର୍ଚ୍ଚ ହେଇଛି ଲାଭ ଲସ୍ କିଛି କହିହବନି ପରେ କହିହବ ବାଲିଯାତ୍ରା ପରେ ଏବେ ଜଲପରି ବର୍ତ୍ତମାନ ଅଛନ୍ତି ତାକେ ଚେଞ୍ଜ ହଉଛନ୍ତି ଆସିଛନ୍ତି 9 ଜଣ ଆସିଛନ୍ତି ଇଣ୍ଡୋନେସିଆର ସାର୍ ଟଙ୍କା ତ ଆମର ଆମର ଓନର ଯେ ଆଣିଛନ୍ତି ମାଲିକ ଯୋଉମାନେ ଆଣିଛନ୍ତି 2023ରେ ତ ମାଛ ଆଣିଥିଲେ ଯୋଉ ଅନର ଆଣିଥିଲେ ସେଇ ଅନର ଆଣିଛନ୍ତି ଜଲପରି କୁହନ୍ତୁ କୁହନ୍ତୁ ଆଜ୍ଞା ଜଲପରି ମାନେ ଆମର କଣ ଏଇଟା ତ ଆମର ଓଡ଼ିଶା ତ ଇଣ୍ଡିଆର ସିଷ୍ଟମ ନାହିଁ ଏଇ ବର୍ଷ ଆମର ଇଣ୍ଡୋନେସିଆରୁ ଏଇଟା ଆସିଛି ଜଲପରି ଦୃଶ୍ୟ ମାନେ ଆମର 2023ରେ ତ ଆସିଥିଲା ଆମର ମାଛ ଆପଣ ଦେଖିଥିବେ 2023ରେ ଲାଗିଥିଲା ସେଇଭଳିଆ ଏବେ ଏମିତି ସେମିତି ଗୋଟେ ଜଲପରି ଆମେ ଆଜ୍ଞା ହଁ କେତେ ପସନ୍ଦ କରୁଛନ୍ତି କେତେ ଏମିତି ବହୁତ ଗୁଡ଼େ ଲୋକ କହନ୍ତି କିଛି ମାନେ ଦେଖିବା ପୂର୍ବରୁ ଇଣ୍ଟରେଷ୍ଟ ଲାଗେ ତବେ ଦେଖି ସାରିଲା ପରେ ଲାଷ୍ଟକୁ ଏମିତି କହନ୍ତି ଆଜ୍ଞା ଭୋକ କଲା ଟାଇମରେ ଯୋଉଟା ଦେଲେ ଖାଇଦିଅନ୍ତି ଯେମିତି ଭୋକ ଟାଇମରେ ଯାହା ହେଲେ ମୋତେ ଖାଇଦିଅନ୍ତି ଭୋକ ସରିଲା ପରେ ମାନେ କମ ତ ରଖିବେ ଆପଣ ଜାଣିଥିବେ ଗଲା ଥର ସେମିତି ଆମର ଯେମିତି ଟିକଟ ଥିଲା ଆମର ଯେତିକି ଖର୍ଚ୍ଚ ହଉଛି ଜାଗା ଖର୍ଚ୍ଚ କରଣି ଖର୍ଚ୍ଚ ପାଣିରେ ଯେତିକି ଖର୍ଚ୍ଚ ହଉଛି ଡେଲି ପାଣି ଚେଞ୍ଜ କରିବାକୁ ପଡୁଛି ପୁରା ଖର୍ଚ୍ଚକୁ ଦେଖିଲା ବେଳକୁ ଆମର ପଇସାଟା କିଛି ଅଧିକ ନାହିଁ ଆଜ୍ଞା ଆଉ ଗୋଟେ କଥା କଣ ଏ ଯୋଉ ଭିତରେ ପଶୁଛନ୍ତି ଟାଇମରେ ବାହାରିବାର ନାହିଁ ଯୋଉ ଦର୍ଶକ ପଶୁଛନ୍ତି ମନ ଭାଙ୍ଗିଲା ପନ୍ଦେ ମାନେ ଦେଖୁଛନ୍ତି ସେଲ୍ଫି କାଢୁଛନ୍ତି ମାନେ ଅଧଘଣ୍ଟା ଘଣ୍ଟାଟି ପନ୍ଦେ ରହୁଛନ୍ତି ଭିତରେ ଗୋଟେ ଦର୍ଶକ ବନ୍ଧ ତାହେଲେ 100 ଟଙ୍କା କାମ ରହିଲା ଲାଭ ତ ଲସ୍ ତ କିଛି ଏବେ କହିହବନି ଯେତିକି ଖର୍ଚ୍ଚ ହେଇଛି ଲାଭ ଲସ୍ କିଛି କହିହବନି ପରେ କହିହବ ବାଲିଯାତ୍ରା ପରେ କାହିଁକି ନା ଡେଲି ପାଣି ଚେଞ୍ଜ ହଉଛି ଡେଲି ମିନିମମ୍ ଏଥିରେ 3000 ଲିଟର ପାଣି ଲୋଡ ହଉଛି ପାଣି ଡେଲି ଚେଞ୍ଜ ହଉଛି କଣ କହିଲା ଇଣ୍ଡୋନେସିଆରେ ତ ଜଲପରି ଚାଲିଛି ବହୁତ ବହୁତ ଦିନରୁ ଏବେ ଜଲପରି ବର୍ତ୍ତମାନ ଅଛନ୍ତି ତାକେ ଚେଞ୍ଜ ହଉଛନ୍ତି ଆସିଛନ୍ତି 9 ଜଣ ଆସିଛନ୍ତି ଇଣ୍ଡୋନେସିଆର ସାର୍ ଟଙ୍କା ତ ଆମର ଆମର ଓନର ଯେ ଆଣିଛନ୍ତି ମାଲିକ ଯୋଉମାନେ ଆଣିଛନ୍ତି 2023ରେ ତ ମାଛ ଆଣିଥିଲେ ଯୋଉ ଅନର ଆଣିଥିଲେ ସେଇ ଅନର ଆଣିଛନ୍ତି ଜଲପରି ପଇସା କଥା ଆମେ କଣ କହିପାରିବୁ ପଇସା ବିଷୟରେ ଆଜ୍ଞା ଯିଏ ବୁଝୁଥିବ ତାଙ୍କେ ଜାଣିବେ ନା ଓନର ଗଲେ ଆମେ କଣ କର୍ମଚାରୀ ଆମେ ଜାଣିପାରିବୁ ଆଜ୍ଞା କଣ କହିଲେ ହଁ ଭଲ ପାଇବା 80% ଭଲ ପାଇବା ମିଳୁଛି ଆଉ 20% ଟିକେ ଭଲ ଲାଗିଲାନି ଖର୍ଚ୍ଚ ହେଇଗଲା ଏମିତି କହନ୍ତି